ଜନ୍ମରୁ ମୃତ୍ୟୁ ଏନ୍ତୁଡିଶାଳରୁ ଜୀବନର ଶେଷ ଠିକଣା ଯାଏ। ମୋ ମୁଣ୍ଡ ଉପରେ ଯଦି ତୋ ଆଶୀର୍ବାଦ ନଥାନ୍ତା, ମୋ ପରିଚୟ ଏ ସମାଜ ହୁଏତ ନିଶ୍ଚିନ୍ତ ପଚାରିଥାନ୍ତା। 10 ମାସ 10 ଦିନ ଦୁନିଆର ସବୁଠୁ ସୁରକ୍ଷା କବଚ ତଳେ ତୁ ସାହାରା ନ ଦେଇଥିଲେ ହୁଏତ ଏ ଆଖି କେବେ ଖୋଲି ନଥାନ୍ତା। ତୁ ଗର୍ଭ ଯନ୍ତ୍ରଣା ସହିନଥିଲେ ହୁଏତ ଏ ଗୋଡ଼ ମାଟିରେ ଲାଗି ନଥାନ୍ତା। ସତରେ ମାଟିରୁ ଆକାଶ ଯାଏ ଯେଉଁ ମା ଶବ୍ଦଟି ମମତାର ମନ୍ଦିର ଭଳି ଛିଡ଼ା ହୋଇଛି, ସେ ମନ୍ଦିରର ମହାନତା ଯେତେ ବଖାଣିଲେ ବି କମ୍ ପଡ଼ିବ। କଥାରେ ଅଛି, ମାର ମମତା ଆଗରେ ସବୁ ଫିକା। ସେ ମଣିଷ ହେଉ କି ପଶୁ, ମା ତା ମା ହିଁ ହୋଇଥାଏ। ଥରେ ନଜର ପକାନ୍ତୁ ଏ ଦୃଶ୍ୟକୁ, କେମିତି ଗାଈଟି ତା ଛୁଆ ପଛେ ପଛେ ଦୌଡ଼ୁଛି। ଇନ୍ଫୋସିଟି ଛକରେ କାରଟି ବାଛୁରୀକି ପିଟି ଦେଇ ଚାଲିଗଲା। ପଶୁ ସୁରକ୍ଷା ସମିତିର ସଦସ୍ୟମାନେ ବାଛୁରୀକୁ ଡାକ୍ତରଖାନା ନେଉଥିବା ବେଳେ ବାଛୁରୀ ପଛରେ ମା କଷ୍ଟରେ ଦୌଡୁଛି। ଛୁଆ ବାଛୁରୀକୁ ସ୍ୱେଚ୍ଛାସେବୀମାନେ ମେଡିକାଲ ନେବା ବାଟରେ ଏ ଦୃଶ୍ୟ। ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଏ ଦୃଶ୍ୟ ଦେଖି କିଛି ସମୟ ପାଇଁ ଅଟକି ଯାଇଥିଲା ପାଦ। ସ୍ୱେଚ୍ଛାସେବୀମାନେ ଛୁଆ ବାଛୁରୀଟିକୁ ମେଡିକାଲ ନେଇ ଯାଉଛନ୍ତି, ଆଉ ମା ଗାଈଟି ତା ପଛରେ ଦୌଡ଼ି ଦୌଡ଼ି ମେଡିକାଲ ପର୍ଯ୍ୟନ୍ତ ଯାଉଛି। ଛୁଆଟିକୁ ପାଖରେ ନ ପାଇଲା ଯାଏ ସେ ଯେମିତି ଅଟକିବନି ପଣ କରିଛି। ଏ ଭିଡିଓଟି ନିଶ୍ଚୟ ମଣିଷ ସମାଜକୁ ଭିନ୍ନ ଏକ ବାର୍ତ୍ତା ଦେଉଛି। ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ହୃଷିକେଶ ସାହୁଙ୍କ ସହ ହରପ୍ରସାଦ ବିଶୋଇଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।